ଆଜି ମୁଁ ଯାହା କହିବାକୁ ଯାଉଛି ତାହା କେବଳ ଏକ ଭାଷଣ ନୁହେଁ, ପ୍ରତ୍ୟେକ ନାରୀ ପାଇଁ ଗୋଟିଏ ବାର୍ତ୍ତା। ସିଏ ଗୋଟେ ଝିଅ ହେଇଥାଉ କିମ୍ବା ଗୋଟେ ମା ହେଇଥାଉ କିମ୍ବା ଗୋଟେ ଗୃହିଣୀ ହେଇଥାଉ କିମ୍ବା ନିଜ ସ୍ୱପ୍ନ ପାଇଁ ସଂଘର୍ଷ କରୁଥିବା ଜଣେ ସାଧାରଣ ମଣିଷ ହେଇଥାଉ, ପ୍ରତ୍ୟେକ ନାରୀ ଏହି କଥା ଥରେ ନିଶ୍ଚୟ ଶୁଣନ୍ତୁ। ଏହା ଆପଣଙ୍କ ଜୀବନ ବଦଳାଇ ଦେଇପାରେ। ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି, କେବେ ଏମିତି ଲାଗିଛି କି ଯେ ଆପଣ ବହୁତ କିଛି କରିବାକୁ ଚାହୁଁଥିଲେ କିନ୍ତୁ ଲୋକଙ୍କ କଥା ଆପଣଙ୍କୁ ଅଟକାଇ ଦେଲା? କେବେ ଏମିତି ହୋଇଛି କି ଆପଣ ନିଜ ଲୁହକୁ ଲୁଚାଇ ହସିବାର ଅଭିନୟ କରୁଛନ୍ତି? ଯଦି ହଁ, ତେବେ ଆଜିର ଏହି ବାର୍ତ୍ତା ଆପଣଙ୍କ ପାଇଁ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ କିପରି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ। ଚାଲନ୍ତୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବା। ଆଉ ଆମର ବାର୍ତ୍ତା କ'ଣ, ଯେଉଁ ବାର୍ତ୍ତା ସେଟା ଆପଣ ଚାଲନ୍ତୁ ଶେଷ ପର୍ଯ୍ୟନ୍ତ ଶୁଣିବେ। ଗୋଟିଏ ଝିଅ ଯେତେବେଳେ ଜନ୍ମ ନିଏ ସେତେବେଳେ ସେ ନିର୍ଦୋଷ, ନିର୍ଭୟ ଓ ସ୍ୱପ୍ନରେ ଭରିଥାଏ। କିନ୍ତୁ ସମୟ ସହିତ ତାଙ୍କୁ କୁହାଯାଏ, ଏତେ ହସନି, ଏତେ ବଡ଼ ସ୍ୱପ୍ନ ଦେଖନି, ଏହା ଝିଅମାନଙ୍କ କାମ ନୁହେଁ। ଧୀରେ ଧୀରେ ସେ ନିଜ ସ୍ୱପ୍ନକୁ ଛୋଟ କରିବା ଆରମ୍ଭ କରିଥାଏ। କିନ୍ତୁ ସତ କଥା ହେଉଛି, ସ୍ୱପ୍ନର କୌଣସି ଲିଙ୍ଗ ନାହିଁ, ସାହସର କୌଣସି ସୀମା ନାହିଁ ଏବଂ ସଫଳତା କେବେ ପଚାରେ ନାହିଁ ଆପଣ ପୁରୁଷ କି ନାରୀ। ଜୀବନରେ ଅନେକ ସମୟ ଆସିବ ଯେତେବେଳେ ଆପଣଙ୍କୁ ଲାଗିବ ସବୁକିଛି ଶେଷ ହୋଇଗଲା। ହୁଏତ ଆପଣଙ୍କୁ କେହି ବୁଝିବେ ନାହିଁ, ହୁଏତ ଆପଣଙ୍କ ପରିଶ୍ରମକୁ କେହି ଦେଖିବେ ନାହିଁ, ହୁଏତ ଆପଣଙ୍କ ତ୍ୟାଗର କୌଣସି ପ୍ରଶଂସା ନାହିଁ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଜିଆ ମାଟି ତଳେ ରହିଲେ ମଧ୍ୟ ସେ ଗଛ କେମିତି ବଢିବ ତାର ପ୍ରସ୍ତୁତି କରୁଥାଏ। ସେହିପରି ଆପଣଙ୍କ ପରିଶ୍ରମ ମଧ୍ୟ ଦିନେ ନିଶ୍ଚୟ ସଫଳ ହେବ। ଏହି ଦୁନିଆ ଆପଣଙ୍କୁ ଦୁର୍ବଳ କହିପାରେ, କିନ୍ତୁ ସେହି ନାରୀ 9 ମାସ ଧରି ନୂଆ ଜୀବନକୁ ନିଜ ଗର୍ଭରେ ଧାରଣ କରିପାରନ୍ତି। ନିଜ ଦୁଃଖକୁ ଲୁଚାଇ ପରିବାରର ମୁହଁରେ ହସ ଆଣି ଦେଇପାରନ୍ତି। ନିଜ ସ୍ୱପ୍ନକୁ ଅଟକାଇ ସନ୍ତାନଙ୍କ ସ୍ୱପ୍ନ ପୂରଣ କରିପାରନ୍ତି। ତାଙ୍କୁ ଦୁର୍ବଳ କିପରି କୁହାଯାଇପାରେ? ମୁଁ ଆଜି ଆପଣଙ୍କୁ ଗୋଟିଏ ଅନୁରୋଧ କରୁଛି, ଦୟାକରି ଆଜିଠାରୁ ନିଜକୁ ଅନ୍ୟ କାହା ସହିତ ତୁଳନା କରନ୍ତୁ ନାହିଁ। ଆପଣଙ୍କର ଯାତ୍ରା ଆପଣଙ୍କର, ଆପଣଙ୍କ ସମୟ ଆପଣଙ୍କର, ଆପଣଙ୍କ ସଫଳତା ମଧ୍ୟ ଆପଣଙ୍କର ହେବ। ଯଦି ଆଜି ଆପଣ ବିଫଳ ହୋଇଛନ୍ତି, ତେବେ ମନେ ରଖନ୍ତୁ, ବିଫଳତା ହେଉଛି ଶେଷ ନୁହେଁ, ଏହା ସଫଳତାର ପ୍ରଥମ ପାଠ। ଯେଉଁମାନେ କେବେ ହାରନ୍ତି ନାହିଁ ସେମାନେ କେବେ ଜିତିବାର ଆନନ୍ଦ ମଧ୍ୟ ଜାଣନ୍ତି ନାହିଁ। ଏବେ ଆଖି ବନ୍ଦ କରନ୍ତୁ ଏବଂ ନିଜର ଛୋଟବେଳର ସେହି ସ୍ୱପ୍ନକୁ ମନେ ପକାନ୍ତୁ, ଯାହାକୁ ଆପଣ କେବେ ଛାଡ଼ି ଦେଇଥିଲେ କାରଣ ଲୋକେ କହିଥିଲେ ତୁମେ ଏସବୁ ପାରିବ ନାହିଁ। ଆଜି ସେହି ସ୍ୱପ୍ନକୁ ପୁଣି ଥରେ ଜୀବନ ଦିଅନ୍ତୁ, କାରଣ ଯେ ପର୍ଯ୍ୟନ୍ତ ଶ୍ୱାସ ଅଛି ସେ ପର୍ଯ୍ୟନ୍ତ ସମ୍ଭାବନା ଅଛି। ଜୀବନରେ ଅନେକ କଷ୍ଟ ଆସିବ, ଲୋକେ ଛାଡ଼ି ଚାଲିଯିବେ, ନିଜ ଲୋକ ମଧ୍ୟ କେବେ କେବେ ବୁଝିବେ ନାହିଁ। କିନ୍ତୁ ଆପଣ ନିଜ ସାଥୀ ନିଜେ ଛାଡ଼ନ୍ତୁ ନାହିଁ। ନିଜକୁ ନିଜେ ଭଲ ପାଆନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ, କାରଣ ଯେଉଁ ମଣିଷ ନିଜ ଉପରେ ବିଶ୍ୱାସ କରେ ତାକୁ ଦୁନିଆର କୌଣସି ଶକ୍ତି ବେଶୀ ଦିନ ଅଟକାଇ ପାରିବ ନାହିଁ। ଆଉ ଗୋଟିଏ ଆଜି ପ୍ରତିଜ୍ଞା ବି କରନ୍ତୁ, ମୁଁ ଆଉ ନିଜକୁ ଛୋଟ ଭାବିବି ନାହିଁ। ମୁଁ ମୋ ଭୟଠାରୁ ବଡ଼ ହେବି। ମୁଁ ମୋ ସ୍ୱପ୍ନକୁ ବଞ୍ଚାଇ ରଖିବି। ମୁଁ ପ୍ରତିଦିନ ଗୋଟିଏ ଛୋଟ ଛୋଟ ପଦକ୍ଷେପ ନେବି, କାରଣ ଛୋଟ ଛୋଟ ପଦକ୍ଷେପ ହିଁ ଦିନେ ବଡ଼ ସଫଳତାର ରାସ୍ତା ତିଆରି କରିଦେଇପାରେ। ଯଦି ଆଜି ଆପଣ ଏହି ଭିଡ଼ିଓ ଶୁଣୁଛନ୍ତି, ତେବେ ମନେ ରଖନ୍ତୁ, ଏହା କୌଣସି ସଂଯୋଗ ନୁହେଁ। ହୁଏତ ଆପଣଙ୍କୁ ଏହି କଥା ଶୁଣିବାର ଥିଲା। ହୁଏତ ଆଜିଠାରୁ ଆପଣଙ୍କ ଜୀବନର ଏକ ନୂଆ ଆରମ୍ଭ ହେବ। ଶେଷରେ କେବଳ ଏତିକି କହିବି, ଆପଣ ଦୁର୍ବଳ ନୁହେଁ, ଆପଣ କେବଳ ଜଣେ ନାରୀ ନୁହେଁ, ଆପଣ ସାହସ, ଆପଣ ଧୈର୍ଯ୍ୟ, ଆପଣ ତ୍ୟାଗ, ଆପଣ ଶକ୍ତି ଏବଂ ଆପଣଙ୍କ ଭିତରେ ଏମିତି କିଛି ଆଲୋକ ଅଛି ଯାହା କେବଳ ଆପଣଙ୍କ ଜୀବନକୁ ନୁହେଁ, ଅନ୍ୟମାନଙ୍କ ଜୀବନକୁ ମଧ୍ୟ ଆଲୋକିତ କରିପାରିବ। ସେଥିପାଇଁ ମୁଣ୍ଡ ଉଠାଇ ଚାଲନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ଦୁନିଆକୁ ଦେଖେଇ ଦିଅନ୍ତୁ, ମୁଁ ରୋକିବା ପାଇଁ ଜନ୍ମ ହେଇନି, ମୁଁ ଉଡ଼ିବା ପାଇଁ ଜନ୍ମ ନେଇଛି। ଧନ୍ୟବାଦ। ପରିଶେଷରେ ମୁଁ ଏତିକି କହିବାକୁ ଚାହିଁବି ଯେ ଆପଣଙ୍କୁ ଏହି କଥାଟି ହୃଦୟ ନିଶ୍ଚିତ ଭାବରେ ଛୁଇଁଥିବ। ତେବେ ଏହାକୁ ସେହି ପ୍ରତ୍ୟେକ ନାରୀଙ୍କ ପାଖକୁ ପହଞ୍ଚାନ୍ତୁ ଯିଏ ଆଜି ନିଜ ଶକ୍ତିକୁ ଭୁଲି ଯାଇଛନ୍ତି। ହୁଏତ ଆପଣଙ୍କର
ସେୟାର କାହାରି ଜୀବନ ନୂଆ ଆଶା ଜଗାଇ ଦେଇପାରେ। ଏହି ବାର୍ତ୍ତାଟି ଆପଣମାନଙ୍କୁ କିପରି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଶା କରୁଛି ଆପଣମାନଙ୍କୁ ଏହି ବାର୍ତ୍ତାଟି ଭଲ ନିଶ୍ଚିତ ଭାବରେ ଲାଗିଥିବ। ଆଉ ପ୍ରତ୍ୟେକଟି ନାରୀ ପାଇଁ ଏଇଟା ହେଉଛି ପ୍ରେରଣା, ଏଇଟା ହେଉଛି ବାର୍ତ୍ତା। କେତେବେଳେ ବି ନାରୀମାନେ ନିଜକୁ ଛୋଟ ଭାବିବା କଥା ନୁହେଁ। ହଁ, ମୁଁ ବି ପାରିବି। ତେଣୁକରି ସବୁବେଳେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସଜାଗ ରୁହନ୍ତୁ। ନିଜ ପାଇଁ ନିଜେ, ନିଜର ଜୀବନ ସାଥୀ ହେଉଛନ୍ତି ଆପଣ ନିଜେ। ଆପଣ ନିଜେ ଯେତେ ଚେଷ୍ଟା କରିପାରିବେ ସେତେ ଆପଣ ଉପରକୁ ଉଠି ପାରିବେ। ସଫଳତା ଆପଣଙ୍କର, ବିଫଳତା ବି ଆପଣଙ୍କର। ତେଣୁ ଆପଣଙ୍କୁ ଯୋଉ ରାସ୍ତାଟି ଭଲ ଲାଗିବ ସେଇ ରାସ୍ତାଟି ଆପଣ ଚୁଜ୍ କରିବେ। ଏଣିକି ଆମର ଚାହା ପ୍ରସ୍ତୁତ ହୋଇଗଲା ଏବଂ ଚାହା ବି ମୁଁ ଛାଣିକି ନେଇ ଆସିଲି। ଏବେ ଆମେ ଆସିଲୁ ଚାହା ପିଇବା ପାଇଁ। ଆଜିର ଭିଡ଼ିଓଟି ଏତିକି। ରହିଲି। ଜୟ ଜଗନ୍ନାଥ।